मीनाक्षी ମୁଁ ସ୍ୱାଗତ ଜଣାଉଛି। କାଲି ତୋର ପଞ୍ଚମ ଶ୍ରେଣୀ ଶେଷ ମୌଖିକ ପରୀକ୍ଷା। ତ ମୋଟରେ କେତୋଟି ଏକକ ବିଶିଷ୍ଟ ସଂଖ୍ୟା ଅଛି? ଏକକ ବିଶିଷ୍ଟ 9ଟି ଅଛି। 1 ପାଖରୁ 9 ଯାଏ। ତାପରେ 10 ରେ 2 ଅଙ୍କ ହେଇଯିବ। ଠିକ୍ ଅଛି ପିଲାମାନେ ବୁଝିପାରିଲ? 9 ହେବ, 9ଟି ହେବ। ଏକ ଡଜନ କଦଳୀ କହିଲେ କେତୋଟି? ତୁମେ ଜାଣିଛ ବହୁତ ଇଜି ପ୍ରଶ୍ନ। ଗୋଟେ ଡଜନ କଦଳୀ ହେଉଛି 12ଟି। ଯୋଗଫଳ ନିର୍ଣ୍ଣୟ କରିବ। 0.7 0.3 ଯୋଗ କଲେ 1 ହେବ। କେତେ ହେବ? କାର୍ଡ଼ ଦେଖେଇଦେବ। 1 ହେବ। ଦିଦି ପଚାରିବେ 1 2 3 କାର୍ଡ଼ ଦେଖେଇବେ, ତୁମେ ଯୋଗ କଲେ ହେବ ହେଲା। ତାପରେ ଯିବ ଭୁବନେଶ୍ୱର ଯଦି ପୁରୀର ଯିବ, କେଉଁ କେଉଁ କରି ଯେତେ ବାଟ ଦୂରିଆ ଯିବ ସେଇଟା ହେଉଛି କିଲୋମିଟର ପ୍ରକାଶ ପାଇବ। କାହାର? କିଲୋମିଟର। ତ ରିନା 2 କିଗ୍ରା ଚାଉଳ 750 ଗ୍ରାମ ଡାଲି ବଜାରକୁ ଆଣିଲା, ତେବେ କେତେ ଗ୍ରାମ ଆଣିଲା? ଲେଖିବ 2 କିଲୋ 750 ଗ୍ରାମ। 45 ଟଙ୍କାକୁ 10 ଜଣ ଭିତରେ ବାଣ୍ଟିଲେ କେତେ ଟଙ୍କା ପାଇବେ? 4 ଟଙ୍କା 50 ପଇସା। ତ ନେକ୍ସଟ ଭିଡ଼ିଓ 7 ନମ୍ବରକୁ ଯିବା ପୂର୍ବରୁ ଗୋଟେ ଛୋଟିଆ ରିକ୍ୱେଷ୍ଟ କରିବି, ଚ୍ୟାନେଲଟିଟା ନୂଆ ଥିଲେ ସବସ୍କ୍ରାଇବ୍ କରିବେ। ଠିକ୍ ଅଛି। କାର୍ଯ୍ୟକ୍ରମ ଆରମ୍ଭ ହେଲା 9ଟା, ଶେଷ ହେଲା 9:30। କେତେ ଘଣ୍ଟା? 30 ମିନିଟ୍ ବା ଅଧଘଣ୍ଟା। 2026 ମସିହା ଦିନ ସଂଖ୍ୟା କେତୋଟି? 365। କାରଣ ଯଦି 29 ଦିନ ହେବ 366 ହେଇଯିବ। ଏଇଟା ଫେବୃଆରୀ ମାସଟା 28 ଦିନ ଗଲା। ତ 2026 ମସିହା କେତେ ହେବ? 365 ଦିନ। 1 ଡଜନ କଦଳୀ ଦାମ 50 ଟଙ୍କା ହେଲେ 6ଟି କଦଳୀ ଦାମ କେତେ? ତ ଗୋଟେ ଡଜନ କଦଳୀ ଦାମ ଯଦି ହେବ 50 ଟଙ୍କା, 6ଟି ମାନେ ହାଫ୍ ହେଇଯିବ 25 ଟଙ୍କା। କେତେ ଟଙ୍କା ହେବ? 25 ଟଙ୍କା। ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ୍ କରିବ, ସାଙ୍ଗମାନଙ୍କୁ ସେୟାର କରିଦିଅ, ସବୁ ଲାଇକ୍ କର। ଲିଖିତ ବି ଆସୁଛି, ସବୁ କମେଣ୍ଟ କରି ଜଣାଅ ଯେ ତୁମର କ'ଣ ସବୁ ଅସୁବିଧା ହେଉଛି ବା କ'ଣ ପ୍ରଶ୍ନ ବୁଝିପାରୁନ। ତାର ପ୍ରଶ୍ନ ସହ ନେକ୍ସଟ ଭିଡ଼ିଓରେ ମୁଁ ଅପଲୋଡ଼ କରିବି।